ସାଙ୍ଗମାନେ ବନ୍ଧୁମାନେ ସମସ୍ତଙ୍କୁ ମୋର ନମସ୍କାର। ହାପି ଦଶହରା। ମୁଁ ଆଜି ଗୋଟେ ଛୋଟିଆ ଭିଡ଼ିଓଟେ ଆପଣମାନଙ୍କୁ ସେୟାର କରିବା ପାଇଁ ଯାଉଛି, ଯାହାକି ଆମ ବାପା ମାଆଙ୍କ ଉଦ୍ଦେଶ୍ୟରେ। ମୁଖ୍ୟ କଥା, ବାପା ମାଆଙ୍କ ବିନା ଆଶୀର୍ବାଦରେ ଆମେ ଆଜି ଯେଉଁ ଜାଗାରେ ପହଞ୍ଚିତେ କେବେ ବି ପହଞ୍ଚି ପାରିନଥାନ୍ତେ। କିନ୍ତୁ ବେଳେବେଳେ ଆମେ ବାପା ମାଆଙ୍କୁ ମଧ୍ୟ କଷ୍ଟ ଦେଉଛେ। ବାପା ମାଆ ମାନେ ସବୁବେଳେ ଯେ ଠିକ୍ କରନ୍ତି ସେୟା ନୁହେଁ, ବେଳେବେଳେ ଭୁଲ ମଧ୍ୟ କରନ୍ତି। କିନ୍ତୁ ତାଙ୍କ ଉପରେ ରାଗିଯାଇ ତାଙ୍କୁ ଗାଳି କରିବାଟା ଠିକ୍ ନୁହେଁ। ଯଦି କେବେ ବି ଆପଣ ବାପା ମାଆଙ୍କ ସହିତ କଥା ହେଉଛନ୍ତି, କେବେ ବି କ'ଣ ଚେଷ୍ଟା କରନ୍ତୁ ଦିନକୁ ଆଟଲିଷ୍ଟ ଅଧଘଣ୍ଟା ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବା ପାଇଁ। ତାଙ୍କ ନିଜର ସୁଖ ଦୁଃଖକୁ ଜଳାଞ୍ଜଳି ଦେଇ ସେ ଆଜି ଆମକୁ ଏତେ ବଡ଼ ମଣିଷ କରିପାରିଛନ୍ତି। ଆଉ ତାଙ୍କ ସହିତ ଅଧଘଣ୍ଟା ଟାଇମ୍ କିଛି ବି ନୁହେଁ। ନିଜ ଫ୍ୟାମିଲିକୁ ଅଧଘଣ୍ଟା ଟାଇମ୍ ଦେଲେ ନିଜର ପାରିବାରିକ ଜୀବନ ମଧ୍ୟ ସୁଖ ହେବ। ଯେଉଁ ଅଧଘଣ୍ଟା ଆପଣ ଟାଇମ୍ ଦେଉଛନ୍ତି ବାପା ମାଆଙ୍କ ସହିତ, ଆଟଲିଷ୍ଟ ଫୋନ୍ରେ ବି କଥା ହୁଅନ୍ତୁ। ଆଉ ସେତେବେଳେ ଆପଣ ଚେଷ୍ଟା କରନ୍ତୁ ତାଙ୍କର ପୁରୁଣା ଦିନ, ତାଙ୍କର ବିତି ଯାଇଥିବା ଅତୀତ, ତାଙ୍କର ପିଲାଦିନ ହେଉ, ତାଙ୍କର ଗାଁ କଥା ହେଉ, କିଛି ବି ତାଙ୍କ ସହିତ ଆଲୋଚନା କରନ୍ତୁ। ଦେଖିବେ ସେ ବହୁତ ପ୍ଲିଜ୍ ହେବେ ଆପଣଙ୍କ ଉପରେ, ଆଉ ତାଙ୍କୁ ବହୁତ ଆନନ୍ଦ ମିଳିବ। ସେକେଣ୍ଡ ଜିନିଷ ଆପଣଙ୍କୁ କହୁଛି, ଯେତେବେଳେ ବି ଆପଣ ଘରକୁ ଯାଉଛନ୍ତି ନା, ମାଆଙ୍କୁ ତ ସବୁବେଳେ ଆମେ କୁଣ୍ଢେଇ ପକାଉଛେ, ମାଆ ତ ଆମର ଅତି ନିଜର। ଥରେ ନିଜ ବାପାକୁ କୁଣ୍ଢେଇ ପକାନ୍ତୁ। କୁଣ୍ଢେଇକି କିଛି ସମୟ ଚାପିକି ଧରନ୍ତୁ, ଦେଖିବେ ନିଜ ବାପାକୁ କେତେ ଶାନ୍ତି ମିଳିବ, ଆଉ ତୁମକୁ ମଧ୍ୟ କେତେ ଶାନ୍ତି ମିଳିବ। ତୃତୀୟ କଥା, ଯେତେବେଳେ ବି ଆପଣ ଘରକୁ ଯାଉଛନ୍ତି, ଆଉ ଘରୁ କେବେ ବାହାରକୁ ଯାଉଛନ୍ତି, କିଛି ବି କାମରେ ହେଉ, ଯଦି ଘରୁ ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି, ନିଜ ବାପା ମାଆଙ୍କର ପାଦ ଧୂଳି ଆଟଲିଷ୍ଟ ନିଅନ୍ତୁ। ଦେଖିବେ ନା ସେ କାମ ଶୁଭ ହିଁ ଶୁଭ, ଅଶୁଭର ଛାଇ ବି ଆପଣଙ୍କୁ ଛୁଇଁ ପାରିବନି। ଯଦି ଭିଡ଼ିଓଟି ମୋର ଭଲ ଲାଗିଥିବ ତାହେଲେ ନିଶ୍ଚିନ୍ତ ଭାବେ ସବସ୍କ୍ରାଇବ୍ କରିବେ, କମେଣ୍ଟ ବି ଦେବେ, କ'ଣ କଲେ ଆଉ ଭଲ ହୋଇପାରିବ। ନମସ୍ତେ।